ଆପଣଙ୍କ ପୁଅର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଯଦି ଚାହୁଁଛନ୍ତି କିମ୍ବା ଆପଣଙ୍କର ଝିଅର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ଯଦି ଚାହୁଁଛନ୍ତି, ସନ୍ତାନର ଭବିଷ୍ୟତ ଉଜ୍ଜଳ ଯଦି କରିବା ପାଇଁ ଚାହୁଁଛନ୍ତି, ତାହେଲେ କ'ଣ କରିବେ? ପିଲା ପାଠ ପଢୁଛି, ବର୍ତ୍ତମାନ ସୁଦ୍ଧା ସେଟେଲ ହେଇନି, କୋଉଠି ଚାକିରି କରିନି, ତାର ଭବିଷ୍ୟତ ପାଇଁ ଆପଣ ଚିନ୍ତିତ, ତାହେଲେ କ'ଣ କରିବେ? ଏ ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ କିଛିଟା ଉପାୟ ମା ମାନେ କ'ଣ ଏମିତି କରିବେ, ଅଭିଭାବକ ମାନେ ଏମିତି କ'ଣ କରିବେ କିଛିଟା ଉପାୟ ଯାହାଦ୍ୱାରା କି ତାଙ୍କର ସନ୍ତାନମାନଙ୍କର ମଙ୍ଗଳ ହେବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ଏ ସମସ୍ତ ବିଷୟରେ ଆପଣମାନେ ଜାଣିପାରିବେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ସନ୍ତାନର ମଙ୍ଗଳ ପାଇଁ କ'ଣ କରିବା? ପ୍ରାୟ ଛୋଟବେଳେ ଛୁଆମାନେ ପ୍ରାୟ ଜିଦିଆ ହୁଅନ୍ତି, ରାଗି ହେଇଥାନ୍ତି ଏବଂ ସେଇ ଗୁଣ ଗୁଡ଼ିକ ମଧ୍ୟ ବଡ଼ ହେବା ପର୍ଯ୍ୟନ୍ତ ଥାଏ। ତେଣୁ ମା ମାନେ, ଅଭିଭାବକ ମାନେ, ବାପା ମାନେ ଆମର ଚିନ୍ତିତ ହୁଅନ୍ତି କ'ଣ କରିବା ଏ ପିଲାଟି ପାଇଁ। ରାଗି ହେଉଛି, ଚିଡ଼ଚିଡ଼ ହେଉଛି, ବା ଭଲ ଠିକ୍ସେ ପାଠ ପଢ଼ୁନି, ଆପଣଙ୍କ କଥା ମାନୁନି। କାହିଁକିନା ବେଳେବେଳେ ମା ବାପାଙ୍କର କଥା ପିଲାମାନଙ୍କୁ ପିତା ଲାଗିଲେ କିନ୍ତୁ ପିଲାମାନେ ଜାଣି ରଖ, ମା ବାପା କେବେ ହେଲେ ଆପଣଙ୍କର ମଙ୍ଗଳ ଚିନ୍ତା କରିବେନି, ଠିକ୍ ପାଇଁ ସେମାନେ କିଛିଟା ଆପଣଙ୍କୁ କହିବେ। ରାଗିବେ, ମାରିବେ, ପିଟିବେ, କିନ୍ତୁ ସେଥିରେ ତାଙ୍କର ସ୍ନେହ ହିଁ ଅଛି। ତେଣୁ ପିଲାମାନେ, ଯଦି ଆପଣମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଜାଣି ରଖନ୍ତୁ, ମା ବାପାଙ୍କର କଥା ସବୁବେଳେ ମାନନ୍ତୁ, ପାଠ ପଢ଼ନ୍ତୁ। ପାଠ ହିଁ ଆପଣଙ୍କର ଭବିଷ୍ୟତକୁ ଆଗାମୀ ଦିନରେ ସୁନେଲି କରିଦେବ, ଗୋଲ୍ଡେନ୍ କରିଦେବ। ଆପଣମାନେ ଆଜି ଯଦି ପଢ଼ିବେ, କାଲି ହୀରା ଭଳି ଚମକିବେ। ତେବେ କ'ଣ କରିବା? ଆମେ ଅଭିଭାବକ ମାନେ କ'ଣ କରିବା ଯଦି ସେଭଳି ସମସ୍ୟା ଥାଏ? ପ୍ରଥମରେ ମୁଁ ଆପଣଙ୍କୁ କହିବି ଯେ ପିଲାକୁ ତାର ସ୍କୁଲର ଟାଇମିଂ ହିସାବରେ ଆପଣମାନେ ପ୍ରତିଦିନ ତ ନିହାତି ଭାବରେ ସକାଳୁ ଗାଧଉଥିବେ, ଯାହା ହଉ ପ୍ରତ୍ୟେକ ଦିନ ଗାଧେଇବା ପରେ ପିଲାକୁ ଚନ୍ଦନ ଲଗେଇବା ଶିଖେଇବେ। ଚନ୍ଦନର ଟିପାଟିଏ ଲଗେଇବା ଶିଖେଇବେ। ଚନ୍ଦନ ଅଧିକା ବି ଲଗା ହେଇପାରିବ, ଆମେ ଖାଲି ଏମିତି ସିନା ଟିପାଟିଏ ଲଗାନ୍ତି, କିନ୍ତୁ ଚନ୍ଦନ ଏମିତି ପୁରା ବି ଲଗା ହେଇପାରିବ, ସେମିତି କିଛି ଅସୁବିଧା ନାହିଁ। ତେବେ ଚନ୍ଦନର ତିଳକ ସବୁଦିନେ କରିବେ, ଲଗେଇବେ। ପ୍ରତିଦିନ ପୁଅ ମୁଣ୍ଡ ଉପରେ ବା ପୁଅ ଉପରେ ଠାକୁରଙ୍କ ପାଖରେ ଆପଣ ଯେଉଁ ଗଙ୍ଗା ଜଳରେ ଟିକେ ପୂଜନ କରୁଥିବେ, ଗଙ୍ଗା ଜଳ ଆପଣମାନେ ଟିକେ ଫୁଲ ସାହାଯ୍ୟରେ ପୁଅ ଉପରେ ଟିକେ ଛିଞ୍ଚିବେ। ଯେଉଁ ପାଣିରେ ଆପଣ ଠାକୁରଙ୍କୁ ଗାଧେଇ ଦେବେ ନା, ଗାଧେଇ ସାରିବା ପରେ ସେଇ ପାଣିରେ ଟିକେ ଛିଞ୍ଚି ଦେବେ। ଗୋଟେ କଥା ମନେ ରଖନ୍ତୁ, ଯଦି ଗଙ୍ଗା ଜଳ ଘରେ ନାହିଁ, ଯଦି ଗଙ୍ଗା ଜଳ ଅଛି, ଗଙ୍ଗା ଜଳ ସେଇଥିରେ ତ ପୂଜା କରୁଥିବେ, ତ ସେଇ ପାଣି ଛିଞ୍ଚି ଦେବେ। ଯଦି ଗଙ୍ଗା ଜଳ ନାହିଁ, ତାହେଲେ ଯେଉଁ ଜଳରେ ଠାକୁରଙ୍କୁ ପୂଜା କରୁଛନ୍ତି, ଯେଉଁ ଜଳରେ ଆପଣ ଠାକୁରଙ୍କୁ ଛିଞ୍ଚୁଛନ୍ତି ଜଳ, ସେଇ ଜଳରେ କିଛି ଜଳ ଆପଣଙ୍କ ପୁଅ ଉପରେ ମଧ୍ୟ ଛିଞ୍ଚନ୍ତୁ। ଛିଞ୍ଚିବା ସମୟରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ ଯେ ପ୍ରଭୁ, ମୋ ପୁଅଟି ଯଶସ୍ୱୀ ହଉ, ମେଧାବୀ ହଉ, ତା ଜୀବନରେ ସଫଳତା ହାସଲ କରୁ। ସେହିପରି ଯେତେବେଳେ ପୁଅ ମୁଣ୍ଡରେ ହାତ ମାରୁଛନ୍ତି, ଆଉଁସି ଦେଉଛନ୍ତି, ସେ ସମୟରେ ମଧ୍ୟ ଆପଣ ତାକୁ ଆଶୀର୍ବାଦ କରନ୍ତୁ। ବାବାରେ, ତୁ ବଡ଼ ମଣିଷଟିଏ ହ, ଭଲ ମଣିଷଟିଏ ହ, ଅନ୍ୟକୁ ସାହାଯ୍ୟ କର, ଅନ୍ୟ ପାଇଁ ସଦାସର୍ବଦା ତୋ ହୃଦୟରେ ଗୋଟେ ସ୍ଥାନ ଥାଉ, ସମସ୍ତଙ୍କର ମଙ୍ଗଳ କାମନା ଚିନ୍ତା କରିବୁ ଏବଂ ତୁ ଗୋଟେ ବଡ଼ ମଣିଷ ହ, ଆମର ନାଁ ରଖ। ତା ମୁଣ୍ଡକୁ ଆଉଁସିକି ମନେ ରଖନ୍ତୁ, ବାପା ମାଙ୍କ ଆଶୀର୍ବାଦଠୁ ଆଉ ଆଶୀର୍ବାଦ ନାହିଁ। କାହିଁକିନା ଆପଣମାନେ ହେଉଛନ୍ତି ଚଳନ୍ତି ଠାକୁର। ତେଣୁ ଆପଣଙ୍କର ଆଶୀର୍ବାଦ ନିହାତି ଭାବରେ ପିଲାର ଦରକାର। ତେଣୁ এই କାମ ଗୁଡ଼ିକ କରିବା। ଆଉ କ'ଣ କରିବା? ସବୁଦିନ ଯେତେବେଳେ ଆମେ ତିଳକ ଲଗେଇବା, ମନ୍ତ୍ର ପଢ଼ିବା, ମନ୍ତ୍ର ପଢ଼ିକି ଯଦି ପିଲା ନିଜେ ଲଗାଉଛି, ତାକୁ ଚନ୍ଦନ ପଢ଼ିବା ମନ୍ତ୍ରଟେ ଶିଖେଇଦେବେ। ଚନ୍ଦନସ୍ୟ ମହତ ପୁଣ୍ୟମ୍ ପବିତ୍ର ପାପ ନାଶନମ୍ ଆପଦା ହରୈତେ ନିତ୍ୟ ଲକ୍ଷ୍ମୀ ତିଷ୍ଠତି ସର୍ବଦା। ମନ୍ତ୍ର ପାଠ କରିବା, ଲଗେଇବା। ଏବଂ ରବିବାର ଦିନ ଯେତେବେଳେ ଆପଣମାନେ ତିଳକ ଲଗାଉଛନ୍ତି, 11 ଥର ଗାୟତ୍ରୀ ମନ୍ତ୍ରର ଜପ କରିବେ। ଓಂ ଭୂର୍ଭୁବଃସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଏ ମନ୍ତ୍ରର ପାଠ କରିବେ 11 ଥର। ପୁଅକୁ ଗାୟତ୍ରୀ ମନ୍ତ୍ର ଶିଖେଇବେ। ତେବେ ଇଏ ହେଲା ଗୋଟେ କଥା। ଆଉ କ'ଣ କରିବା? ସେହିପରି ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ କିଛି ବୁନ୍ଦି ଲଡ଼ୁ ଅର୍ପଣ କରନ୍ତୁ ପୁର ଭବିଷ୍ୟତ ପାଇଁ। ସେହିପରି ସବୁ ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କ ନିକଟରେ ଟିକେ ବିଶେଷ ଭାବରେ ଧଳା ଫୁଲ ଦେଇକି ପୂଜନ କରିବେ ମା ଲକ୍ଷ୍ମୀଙ୍କ ପାଖରେ, ଆପଣଙ୍କର ପୁଅର ମଙ୍ଗଳ ହଉ ବୋଲି।
ପ୍ରତ୍ୟେକ ପୂର୍ଣ୍ଣିମାରେ ମନେ ରଖନ୍ତୁ। ସେହିପରି ଆପଣଙ୍କର ପୁଅ ଯଦି ଅଶାନ୍ତ ହେଉଥାଏ, ଜିଦିଆ ହେଉଥାଏ, ତାହେଲେ ତାର ମନକୁ ସ୍ଥିର କରିବା ପାଇଁ ପୂର୍ଣ୍ଣିମାରେ ନିହାତି ଭାବରେ ଚନ୍ଦ୍ରଙ୍କର ପୂଜା କରନ୍ତୁ। କିଛି ଦରକାର ନାହିଁ, ଜଳ ଗୋଟେ କାଚ ଗ୍ଲାସରେ ଜଳ ନେଇଯିବେ, ସେଥିରେ କିଛି ଅରୁଆ ଚାଉଳ ପକାଇଦେବେ, କିଛି ଧଳା ଫୁଲ, ଚନ୍ଦ୍ର ଆକାଶରେ ଥିବେ, ରାତି ସମୟରେ ପୂଜା କରିବେ, ତାଙ୍କୁ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦେବେ, କିଛିଟା ଫୁଲ ଦେବେ, ଆଉ ପୁଅର ମନକୁ ଶୀତଳ କରିବ ବୋଲି ଏତିକି ଖାଲି କହିବେ ଯେ ପୁଅଟା ଚିଡ଼ଚିଡ଼ ହେଉଛି, ତା ମନ ଅଶାନ୍ତ ରହୁଛି, ତାକୁ ଆପଣ ଠିକ୍ କରିଦିଅନ୍ତୁ ପ୍ରଭୁ। ସେ ହେଉଛନ୍ତି ମନର ଦେବତା, କହିଲେ ବି ଭୁଲ ହେବନି। ତେଣୁ ଚନ୍ଦ୍ରଙ୍କ ପାଖରେ ମନ ଅଶାନ୍ତ ଥିଲେ ପୂଜା କରାଇବେ ଏବଂ ପୁଅକୁ ସବୁଦିନେ ଶିଖେଇବେ ଯେ ଠାକୁରଙ୍କ ପାଖରେ କିଛି ସମୟ ବସିବ, ଠାକୁରଙ୍କୁ ଡାକିବ ଏବଂ ତାର ସବୁବେଳେ ଆତ୍ମବିଶ୍ୱାସ ବଢ଼ାଇବାକୁ ଆପଣ ଚେଷ୍ଟା କରିବେ। ସେ କମ୍ ରେଜଲ୍ଟ କରୁ, ଭଲ ପାଠ ନ ପଢ଼ୁ ବି ଥାଉ, କିନ୍ତୁ ତାକୁ ସବୁବେଳେ ଆପଣ ଶିଖେଇବେ ଯେ ଠିକ୍ ଅଛି, ଆରଥରକୁ ହେବ, ଏଥର ନହେଲେ ଆରଥରକୁ ହେବ। ତା ମନରେ ବିଶ୍ୱାସ ଆପଣ କମେଇବେନି, ତାର କମିଗଲେ ଆପଣ କେବେ କମିବାକୁ ଦେବେନି। ଠାକୁରଙ୍କ ପାଖରେ ବସିକି ସେ ମଧ୍ୟ ଏହା କହିବ ଯେ ମୁଁ ନିଶ୍ଚିନ୍ତ ଭାବରେ ଆଗାମୀ ଦିନରେ ଭଲ କରିବି, ମୁଁ ଦିନେ ଭଲ ମଣିଷଟିଏ ହେବି, ଆଉ ଭଲ ଅର୍ଥ ରୋଜଗାର ବି କରିବି, ଆଉ ମୋ ମା ବାପାଙ୍କ ପାଇଁ କିଛି ନା କିଛି କରିବି। ଏସବୁ ଜିନିଷ ତା ମନ ଭିତରେ ଆସିବା ଦରକାର। ତାକୁ ଗୋଟେ ଶିଖେଇବେ ସବୁଦିନ, ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ। ସେହିପରି କୌଣସି ପରୀକ୍ଷା ସମୟରେ ଯଦି ସଫଳତା ପାଇଁ ଆପଣମାନେ ଚାହୁଁଛନ୍ତି, ଯେମିତିକି ଆମର ଗତ ଥର 10ମ ପରୀକ୍ଷା ଗଲା, ସେହିପରି +2 ପରୀକ୍ଷା ହେଲା କିମ୍ବା ଜୀବନର ଯେକୌଣସି ପରୀକ୍ଷାରେ ସଫଳତା ପାଇଁ କ'ଣ କରିବେ ନା କୌଣସି ଶିବ ମନ୍ଦିରରେ କଳସଟିଏ ସ୍ଥାପନ କରିବେ, ମାନସିକ କରିକି କଳସଟିଏ ସ୍ଥାପନ କରିବେ। ସେ କଳସର ପୂଜନ ପୁରା ଶେଷ ପର୍ଯ୍ୟନ୍ତ, ତାଙ୍କର ପୁରା ପରୀକ୍ଷାର ଫଳ ବାହାରିବା ପର୍ଯ୍ୟନ୍ତ ହେବ। ମନେ ରଖନ୍ତୁ, ଆରମ୍ଭରୁ କରିବେ, ବର୍ଷ ଆରମ୍ଭରୁ ହିଁ କରିବେ। ତେଣୁ 10ମ ପରୀକ୍ଷା ଦେବାର ଅଛି, ଆରମ୍ଭରୁ କଳସଟିଏ ସ୍ଥାପନ କରିବେ, ଯେମିତି 10ମ ପରୀକ୍ଷାରେ ଭଲ ରେଜଲ୍ଟ କରୁ ମୋ ପୁଅ, ମୋ ଝିଅ। କରିବେ, ଶେଷ ପର୍ଯ୍ୟନ୍ତ ପୁରା ତାଙ୍କ ପାଇଁ ପୂଜନ ଚାଲିବ। ଏ କଥାଟି ମନେ ରଖନ୍ତୁ, କରନ୍ତୁ, ଦେଖିବେ ନିଶ୍ଚିନ୍ତ ଭାବରେ ମହାଦେବଙ୍କ କୃପାରୁ ଆପଣଙ୍କର ଖାସ କରିକି ମଙ୍ଗଳ ହେବ, କଲ୍ୟାଣ ହେବ। ଆପଣଙ୍କ ପୁଅ ନିଶ୍ଚିନ୍ତ ଭାବରେ ଭବିଷ୍ୟତ ତାର ଉଜ୍ଜଳ ହେବ। ତେବେ ଆଶା କରୁଛି ଆଜିକାର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲେ, ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।